हेलो भाई नमस्कार जय जगन्नाथ शुभ सकाळ। तो आज आसନ୍ତୁ पूरा बनैबा भोजी स्टाइल रे माछ तरकारी माने गाँ मानकरे भोजी रे केमिति माछ तरकारी बना जाए। तो आसନ୍ତୁ आज बनैबा पूरा प्रिपरेशन। माछ पूरा मैरिनेट ହେଇକି ଅଛି। ମାଛରେ ପଡିଛି ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ଚିକେନ ମସଲା ଗୁଣ୍ଡ, କସ୍ତୁରୀ ମେଥି, କାଶ୍ମୀର ଚିଲି, ଲୁଣ ସହିତ ପଡ଼ିକି ତାକୁ ମ୍ୟାରିନେଟ୍ କରିକି ଘଣ୍ଟାଏ କାଳ ମ୍ୟାରିନେଟ୍ କରିକି ରଖିଛି। ତ ବର୍ତ୍ତମାନ ଚାଲନ୍ତୁ ଭାଇ ଛାଣିବା। ମାଛ ବର୍ତ୍ତମାନ ଛଣା ହେଇସାରିଛି। ଦେଖନ୍ତୁ ବହୁତ ବଢ଼ିଆ ଆସିଛି। ୟାକୁ ନର୍ମାଲ ବ୍ରାଉନ୍ କଲର୍ କରାଯାଇଛି ମାଛ ଛଣାଟା, କାହିଁକି ନା ଏ ଭିତରେ ଯେତିକି ମସଲା ଦିଆହେଇଛି ଯଦି ୟାକୁ ବେଶୀ ବ୍ରାଉନ୍ କଲର୍ କରିଦେବା ତାହେଲେ ୟାର ମସଲା ଅଂଶଟା ପୋଡ଼ିଯିବ, ବାସ୍ନା ସେଟା ହେବନି, ଆଉ ତା'ର ଟେଷ୍ଟଟା ବି ସେତେ ଲାଗିବନି। ବର୍ତ୍ତମାନ ହେଇସାରିଛି ମାଛ ଛଣା। ତ ଏବେ ଚାଲନ୍ତୁ ଯିବା ମାଛ ତରକାରୀ କରିବା। ମାଛ ଜୁସ୍ ପାଇଁ ମୁଁ ନେଇଛି ପିଆଜ, ଅଦା ରସୁଣ, ତା ସହିତ ଧନିଆ ପେଷ୍ଟ, ସେଠି ନେଇଛି କାଜୁ ସହିତ କିଛି ଅଳ୍ପ ସୋରିଷ ବଟା, କସ୍ତୁରୀ ମେଥି, ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ପୋସ୍ତା, ତା ସହିତ ଫିସ୍ ମସଲା, ଚିକେନ୍ ଏଭରେଷ୍ଟର ଚିକେନ୍ ମସଲା, ତା ସହିତ କାଶ୍ମୀର ଚିଲ୍ଲି। ତ ଏତିକି ମୁଁ ନେଇଛି ସବୁ। ତ ବର୍ତ୍ତମାନ ଫୁଟଣରେ ପକାଇଦେବା କିଛି ସୋରିଷ ଫୁଟିଲା ପରେ କିଛି ଅଳ୍ପ ପରିମାଣରେ ପକାଇଦେବା। ତାକୁ ସୋରିଷ ପରେ ଫୁଟିଗଲା ପରେ ଆମେ ପକାଇଦେବା ଶୁଖିଲା ଲଙ୍କା, ତା ସହିତ କିଛି ତେଜପତ୍ର ସହିତ କିଛି ଡାଲଚିନି କିଛି ପକାଇବା ତାକୁ। ତାପରେ କିଛି ପରିମାଣରେ ପକାଇଦେବା ହେଙ୍ଗୁ, MDHର ହେଙ୍ଗୁ କିଛି ପରିମାଣରେ ପକାଇଦେବା। ବାସ୍ ହେଙ୍ଗୁ ପକାଇଲା ପରେ ଆମେ ପକାଇଦେବା ପରେ ପିଆଜ। ତ ପିଆଜ ହେଙ୍ଗୁ ପକାଇଲେ ହେଙ୍ଗୁର ବାସ୍ନା ବହୁତ ବଢ଼ିଆ ଥାଏ। ତ ବହୁତ ବଢ଼ିଆ ବାସ୍ନା ଆସିଲା ବର୍ତ୍ତମାନ ହେଙ୍ଗୁର, ବହୁତ ବଢ଼ିଆ। ତାକୁ ଟିକେ ଅଳ୍ପ ମ୍ୟାରିନେଟ୍ ହେଲା ପରେ ତ ଟିକେ ଜଷ୍ଟ ବ୍ରାଉନ୍ କଲର୍ ହେଲା ପରେ ୟାକୁ ଆମେ ପକାଇଦେବା। ପିଆଜ କଷିଲା ସମୟରେ କିଛି ଅଳ୍ପ ପରିମାଣରେ ଯଦି ଲୁଣ ପକାଇଥିବା ତାହେଲେ ତା'ର ବାସ୍ନା ଆଉ ଟେଷ୍ଟଟା ବଢ଼ିଆ ଆସିଥାଏ। ତ ବର୍ତ୍ତମାନ ପକାଇଦେବା ଅଦା ରସୁଣ, ତା ସହିତ ଜିରା ପେଷ୍ଟ ପକାଇଦେବା। ବାସ୍ ଏବେ ପକାଇଦେବା କାହିଁକିନା ମ୍ୟାରିନେଟ୍ ହେଇସାରିଲାଣି ପିଆଜ। ଟମାଟୋ ଦେଇଦେବା। ବର୍ତ୍ତମାନ ଟମାଟୋକୁ ଅଳ୍ପ ତାକୁ ମିଳେଇଯିବ। ଟମାଟୋ ଏଇ ମସଲା ସହ ଟମାଟୋ ଦେଲେ ଟମାଟୋ ଟେଷ୍ଟ ଭଲ ଆସିବ। ତ ବର୍ତ୍ତମାନ ପକାଇଦେବା କାଶ୍ମୀର ଚିଲ୍ଲି। ତ କାଶ୍ମୀର ଚିଲ୍ଲି ପକାଇଲେ ଭଲ କଲର୍ ଆସିଥାଏ, ତା ସହିତ ଖାଇବାକୁ ଭାରି ଟେଷ୍ଟ ବି ଲାଗିଥାଏ। ଏଭରେଷ୍ଟର ବହୁତ ବଢ଼ିଆ ମସଲା। ତ ବର୍ତ୍ତମାନ ପକାଇଦେବା ହଳଦୀ ଗୁଣ୍ଡ, ତା ସହିତ ମରିଚ ଗୁଣ୍ଡ ପକାଇଦେବା। ଏବେ ବହୁତ ବଢ଼ିଆ ଗୋଟେ କଲର୍ ଆସିଗଲା, ତ ବର୍ତ୍ତମାନ ପକାଇଦେବା ପୁସ୍ତା ବଟାକୁ ପକାଇଦେଲି। ପୁସ୍ତା ଅଳ୍ପ ପରିମାଣରେ ଟିକେ ସେ ସିଝିବ। ତ ବର୍ତ୍ତମାନ ପକାଇଦେବା କାଜୁ ବଟା ସହିତ ସୋରିଷ ବଟା। ତ ବର୍ତ୍ତମାନ ପକାଇଦେଲେ ଏଇ ସୋରିଷ ସହିତ କାଜୁ ଭଲ ଭାବରେ ଇଏ ସିଝିବ। ଅଳ୍ପ ପରିମାଣରେ ମୁଁ ସୋରିଷ ନେଇଛି, କାହିଁକିନା ସୋରିଷର ପରିମାଣ ଯଦି ଟିକେ ଅଧିକା ହୁଏ ତାହେଲେ ସେ ତା'ର ଗୋଟେ ପିତ୍ତଳିଆ ଅଂଶ ପିତା ଟାଇପ୍ର ଟିକେ ଲାଗେ। ତ ସେଥିପାଇଁ ଅଳ୍ପ ପରିମାଣ ମୁଁ ଏଠି ନେଇଛି ସୋରିଷ।
तो बर्तमान सी सोरिष भी अल्प परिमाण में सीझी आसली सहित चिकेन मसला पकईदबा कहीं चिकेन मसलाटा पकईले तो सी टिके सीझी थाए मसला भी सीझी थाए टे कषि होता है मसला तो किसी मात्र अल्प परिमाण में चिकेन मसला पकईदबा तो सहित पकईदबा कस्तूरी मेथी बर्तमान हो सारा पानी भी फुटी सारा बर्तमान किछि माछ ता सहित छाड़ीदबा ताहले तार बास्ना बहुत बढ़िया आसीबो। माछ तरकारी जदि माछ दी चारि पीस छाड़िथिबे ताहले तार बास्ना बहुत बढ़िया आसीबो। बस चारि पीस ता सहित किछि चिकेन मसला छाड़ीदबा चिकेन मसला ता सहित फिश मसला ता सहित फिश मसला एवरेस्ट रुचिर फिश मसला माछ बेसर पूरा भोजी स्टाइल हो सारी तो ये है पूरा माछ बेसर ता सहित छणा माछ भारी बढ़िया लगे खावाई तो आसते खावा आउ टेस्ट करवा बहुत बढ़िया कलर गोटे आसी माछ जूस भी माछ सहित पूरा मिसी जाइए बहुत बढ़िया लगुच देखापी खाई देखा केमी लगुच बहुत ही बढ़िया लगुच तो आपण भी यही भोजी स्टाइल रेसिपी करूँ घरे आपण मैंने भी खाँदु आज ब्लॉग आपण मन केम लगी कमेंट माध्यम निश्चय जानवे चैनल को सब्सक्राइब करना ताले सब्सक्राइब करेंगे तो आज पुणी देखा नेक्स्ट ब्लॉग रे रही जय जगन्नाथ।